ପାକଳ ହେଇନି ଚଢି ଯାଇଛନ୍ତି ଦିଶୁନାହାନ୍ତି ଗଛରେ ଚଢିଛନ୍ତି ପ୍ଲଟ ଭିତରେ ପୁରା ଏଥର ଆଉ ତ ଏବେ ପଇଡ ତୋଳିବୁ ଆଉ କାହିଁ ତୋଳିବେ ନା ଆଉ ତୋଳିଦେବେ ସବୁ ତୋଳା ହେଇଯିବ ଛୋଟ ହେଇଯିବା ବଢିବନି ଆଉ ବଢିବନି ନା ଓହୋ ଘର ବେଳେ ବେଳେ ପାଉନାହାନ୍ତି ଆପଣ ଟିକେ ମାସ ଶେଷ ହବ ଆସିବ ପଇସା ନେଲେ ଏଇ ଆଗଟା ମାନେ ଆକାଉଣ୍ଟ କରିଦେବେ ଡାଇରେକ୍ଟ ଜମା ଶୁଣ ଏ ଆଗଟାକୁ ମାଟି ପକେଇ ଦେଇକି ଏଇଟାକୁ ଥାଉ ରୁହ ମୁଁ ଟିକେ କଥା ଭାଇ ଆପଣ ଯୋଉ କହୁଛନ୍ତି ଏଇଟାକୁ ଗଡିଆଟାକୁ ଛାଡିଦବା ଏଇଟାକୁ ବି ଛାଡିଦବା ଏଇଟାକୁ ଛାଡି ଦେଇକି ଆଗଟାକେ ମାଟି ଫିଲିଂ ଆଗେ କରିଦବା ମାଟି ପକେଇଦେବେ ହଁ ତାପଛେ ଏଠିକି ମାଟି ଆସିବା ପାଇଁ ଆମର ରାସ୍ତା ରଖିବା ହଁ ମେନ୍ ରାସ୍ତା ଗୋଟେ ରଖିବା ହଁ ଏଠି ତ ଆପଣ ଘର କରିବେନି ଘର ତ ମୁଁ ଜାଣିଛି ସେଇଠି ରହିବେ ନାଇଁ ଏଠିକି ଆସିବା କି କହିବେ ସେଟା ଅଲଗା ଘର ତ ନିହାତି କରିବା ନା ଘରଟା କରିଦେଲେ ପଇସାଟା କିଛି ଆନ୍ତା ଏମିତି ଖାଲି ବେକାର ବର୍ତ୍ତମାନ ମୁଁ 8-10 ବର୍ଷ ହେଲା ଖାଲି ବେକାର ରହିଛି ଆମର ଜାଗା ଏପଟରୁ ପୁରା ମୁଁ ତ ସେଇଟା ମୁଁ ଆଉ ଇଏ ବଡ ଖୁଣ୍ଟି ଇଏ କରିକି ଫେର ବାଡ଼ କରିତେ ହଉଛି ମତେ ବଡ ପରିଶ୍ରମ ଏଇଟା ହଁ ବାଡ଼ କରିବା ଖୁଣ୍ଟି ସେଟା ଏଇଠୁ ଆରମ୍ଭ କରି ହଁ ପ୍ଲସ୍ ବାଡ଼ ଏ ପର୍ଯ୍ୟନ୍ତ ଲାଗୁଛି ଇହାଙ୍କ ପାଖରେ କିଛି ନାହିଁ ତାଙ୍କର ଅଛି ଏବେ ତ ଏଇଟା ବାଡ଼ ହେଇଯାଇଛି ଆଉ ତ ଆପଣଙ୍କର ଏଇଟା ବାଡ଼ଟା ଏ କାଲି ଯାଇନଥିଲୁ ନାଇଁ ମୁଁ ସେ କହିଲି ବାଡ଼ଟା ଆପଣ କରିଛନ୍ତି ତ ନାଇଁ କଥା କଣ ହେଇଛି ଜାଣିଛ କାଲି ଟ୍ରାକ୍ଟର ବାଲା ସହିତ କଥା ହେଲା ଟ୍ରାକ୍ଟର ବାଲାକୁ ଯେବେ କହିବେ ମୋତେ ଗୋଟେ ଟାଟ୍ରା କରିବାକୁ ପଡ଼ିବ କ'ଣ ବୁଝିପାରିଲେ ଟାଟ୍ରା ଖୋଲିଦେଲେ ତାର ଢାଳିଦେଲା ମାଟି ଇଏ କଲା ସନ୍ଧ୍ୟା ହେଲା ବନ୍ଦ ହେଇଗଲା ନାଇଁ ଆଉ ଗୋଟେ କଥା ସେ ଟ୍ରାକ୍ଟର ବାଲାକୁ କହିଲୁ ସେ କେତେ କହିଲା ଜାଣିଛ ନିଜ ବାଡିରୁ ଉଠିନେ ନିଜ ବାଡିରେ ନାହିଁ ଇଏ ତ କମ କହିଛି ସେ ତ 1000 ଲେଖା ନଉଲେ ନା 800 ଟ୍ରିପ୍ ବାଡି 800 ଟ୍ରିପ୍ ଲାଗିବ ହଁ ମୁଁ ତ ଶୁଣିକି ଆଶ୍ଚର୍ଯ୍ୟ ହେଇଗଲି 800 ହଉ ମୁଁ ଦେଖେ ମୁଁ ଆଉ ଗୋଟେ ଅଛନ୍ତି ଆମର 2-3ଟା ବାଟି ଅଛନ୍ତି କୋଉ ଗଛଟା ସେ ଗଛଟା ଆମର ବାଡି ରହିଲା ଏବେଠୁ କାଟିଦେଲି ଏତେ ପତ୍ର ପଡୁଛି ସେ କାଟିଦେବାଟା ଠିକ ତୋଳିବାକୁ ଆଣିଲ ନାଇଁ ସେ ମୋ ଭାଇ ଧରିକି ଆଇଲା କହିଲେ ସେ ନେଇଯିବ ଆମର କିଛି ନେଇଯିବ କାହିଁ ମେଞ୍ଚାଇ ନବୁ ବୋଲି ପକେଇବ ଏଠି ତ ବନ୍ଦ ହେଇଯାଇଛି ଏଟା ତ ପିଲର ମୁଁ ଦେଖୁଛ ହେଇକି ଅଛି ଏଟା ବନ୍ଦ ହେଇଗଲେ ଆଉ ପାଣି ଆଇବନି ଏଠି ଏ ବାଟେ ପାଣି ପଶେନି ପଶୁଟା ଏଇ ବାଟେ ଏଇ ଲେବୁଲ କରିବା ଅଣ୍ଟେ ପକେଇଲେ ତାକୁ ଦବିଯିବ ଏଇ ଲେବୁଲକୁ ଆସିଯିବ ଏଇ ପର୍ଯ୍ୟନ୍ତ କରିବାକୁ ପଡିବ ତଥାପି ଅନୁମାନ କେତେ ଟ୍ରିପ୍ ତାକୁ ଦେଖିବା ପରେ ଏଟା ଆଡି ବାନ୍ଧିଦବା ଏଇ ଗୋଡାକୁ ଇଏ କରିକି ଏଇ ସାଇଡରୁ କାଟିଦବା ଯଦି ଘର କରିବେ ଆଗେ କଲମ ଉଠିବେ ତାପରେ ମାଟି ହେଇଯିବ ଆଗ କଲମ ଉଠିବା ନା ସେ ଟ୍ରାକ୍ଟର ପଶତେ ଅସୁବିଧା ଅସୁବିଧା ହବ ସେ ଗୋଟେ ଇଏ ଜାଗାରେ ସେ ନା ବୋରିଂ କରିଦେବା ଆମେ 5 ଫୁଟ ଆଉ ଅଧିକା କରିଦେବା ଏଟା ତ ହାଲକା ମାଟି ଯିବ ନା ମାଟି ପଛରେ ମାଟିଟା ପକେଇଛି ତଳେ ବେଡରୁମ୍ କରିଛି ତାକୁ ଉଠେଇଛି ବେଶ କରିକି ଫିଲିଂ କରିଦେବ ବେଶ କରି ଯଦି କରିବେ ବେଶ କରିକି ଆଉ ଏତେ ଇଏ କାହିଁକି ସେମାନେ ତ ଭୁଲ କହିନଥିଲେ ଲାଗୁଛି ନାଇଁ ଭାଇ ତ କହୁଛନ୍ତି ନାଇଁ 800 ଲାଗିବ 800 ଟ୍ରିପ୍ ଭାଇ ଲାଗିଯିବ ଏଇଟାର ବେଶୀ ଲାଗିବ ସେଇଟାରେ କମ ଲାଗିବ ହାଇଟ୍ ହବ ମାଟି ଦବିବ ତାପରେ ପୁଣି ଗାଡି 60-70 ଟ୍ରିପ୍ ହେଇଯିବ ନା 100 ବି ଧରିନିଅନ୍ତୁ ହଁ 100 ହେଇଯିବ ନାଇଁ ଆମର 80 ଟ୍ରିପ୍ ପକେଇଥିଲେ ଇଏ 100 ଲାଗୁ ଆମର 80 ଟ୍ରିପ୍ ପକେଇଲେ ଆପଣଙ୍କର ସେଟା 80 ପଡିଛି ଯୋଉ ଘର 100 କେତେ ଟ୍ରିପ୍ ପଡିଛି ଗାଡାଟା କେତେ ଥିଲା ଏଇରେ କଣ ଥିଲା ଆଉ ସେଇଟା ଟିକେ ବୁଝିଛି ସବୁ ଧୁଇ କାଟି ବୁଝିଛି ତାହେଲେ ଆପଣଙ୍କର ଏମିତି ଥିଲା ଆମର ଏଇଗୁଡାକ ସେରକ ଥିଲା ଆଉ ସେଇ ଏଇ ଯେ ମାଂସ ପିଡି ହବ ତାହେଲେ ଟୋଟାଲ କେତେ ଯାଇଛି ଆଜି ପଡିବ ଘର କଲେ ଯେତେବେଳେ ଆଇଲେ ଯେଦିନ ନୂଆ ଘରକୁ ତା ଆଗରୁ 40 ଟ୍ରିପ୍ ପକେଇଥିଲେ ତାପରେ 80 ଟ୍ରିପ୍ ଏଇ ପାଳ ମାଟି
ତାହେଲେ ଏତେ ଯିବନି ବୁଝିଲ। ମୁଁ ତ କହୁଛି ଏତେ 300 ଯିବନି। 400 ହେଲେ 400 ଖଣ୍ଡେ ପଡିବ। 400 ହଁ ମୁଁ କହୁଛି 400 ଟ୍ରିପ 300 ବି ବହୁତ ହେଇଯିବ। ଭାଇ ଗଛରେ ଚଢି ଯାଇଛନ୍ତି ଦିଶୁନାହାନ୍ତି ଗଛରେ ଚଢିଛନ୍ତି। ଏବେ ନଡ଼ିଆ ତୋଳା ଚାଲିଛି ରସି ଦେଖନ୍ତୁ ରସି ଲମ୍ବା ହେଇଛି ଆଉ ଏଠି ଆମର ପ୍ଲାନିଂ ଚାଲିଛି କଥାବାର୍ତ୍ତା ଚାଲିଛି ଜାଗାର। ପାକଳ ହେଇନି ନା ଆଉ ବଢିବନି ଇଏ ଆଉ ବଢିବନି ଏତିକି ବଢିବ। ଇଏ ଅଛି ଡାବ ମୁଁ ଘର ବାଡ଼ିରୁ ଦେଲି ହଁ କାଟିକିରି ଆଜି ଯିବେ ତ ହଁ। ଚାଲ ଚାଲ ଆସିଲା ଭାଇ ଆପଣଙ୍କର ଭିଡିଓ। ହଁ ଭାଇ ଭିଡିଓ ପୁରା ତୋଳୁଛନ୍ତି ଆଉ ଗୋଟେ କାନ୍ଧି ତୁମ ଘରୁ ଆସିବି ତାଙ୍କ ଘରୁ ନେଇଯିବ ମୋବାଇଲ ନମ୍ବର ତ ଦେଖିଲେ ଭାଇ ପଇଡ଼ କାଟୁଛନ୍ତି ସେପଟ ଗଛରେ ବି ପଇଡ଼ ଭର୍ତ୍ତି ହେଇଛି। ଆଉ ଆମେ ରହୁନୁ ଏଠି ରହିଲେ ତ ବହୁତ କିଛି ହେଇପାରନ୍ତା। ଆମେ ଭାଇଙ୍କି ତ ଦେଇ ଦେଇଛୁ ସବୁ ଦାୟିତ୍ୱ ଭାଇ ତାଙ୍କର ଖାଆନ୍ତୁ ସମ୍ଭାଳିଛନ୍ତି ସବୁ। ହଁ ହଁ ହେଇଗଲା। ଜିନିଷ ଏ କଣ ହାଁ ହଉ ତୁମେ ଯାଅ ମୁଁ ଆଉ ଟିକେ ପରେ ଯିବି ହେଲା ତୁମେ ରେଡି କରି ରଖ ହେଲା ଆଉ କୁଆଡ଼େ ଯିବନି ଚାଲ।